प्रचार काम केमती कौन चलती आज बारिपदार प्रचार हो कौन कहे ଆପଣ ଦେଖନ୍ତୁ ଗତକାଲି ବାଲେଶ୍ୱର ଆମର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଦେଇକି ବିଜୁ ଭବନ ପର୍ଯ୍ୟନ୍ତ ଲୋକାରଣ୍ୟ ହୋଇଯାଇଥିଲା ଏବଂ ଆଜି ଆପଣ ଦେଖୁଥିବେ ଯେ ପାଲବଣୀ ଅଞ୍ଚଳ ଯେଉଁ ଅଞ୍ଚଳରେ ମୁଁ ରୁହେ ପ୍ରତ୍ୟେକଟି ପରିବାର ସହିତ ମୋର ସମ୍ପର୍କ ଆଜି ମଧ୍ୟ ଆପଣ ଦେଖୁଥିବେ ସ୍ୱତଃପ୍ରବୃତ୍ତ ଭାବରେ ହଜାର ହଜାର ମହିଳା ଯୁବ ଛାତ୍ର ଆଜି ଏ ର୍ୟାଲିରେ ସାମିଲ ହୋଇଛନ୍ତି ଏବଂ ଆପଣ ଦେଖୁଥିବେ ସମସ୍ତେ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଏବଂ ସେଠି କାମ କରୁଥିବା କର୍ମଚାରୀଠୁ ଆରମ୍ଭ କରିକି ସମସ୍ତେ ଉତ୍ସାହର ସହ ଆମକୁ ସମସ୍ତେ ଆମେ ଯେତେବେଳେ ଭୋଟିଂ କାର୍ଡ଼ ସେମାନଙ୍କୁ ଦେଉଛନ୍ତି ସମସ୍ତେ ଆମକୁ ଆଶୀର୍ବାଦ କରୁଛନ୍ତି ବିଜୟ ଭବ ବୋଲି କହୁଛନ୍ତି ନିର୍ବାଚନ ଆପଣ ଜିତୁଛନ୍ତି ବିଭିନ୍ନ ପ୍ରକାର ଆମକୁ ଉତ୍ସାହିତ ବାଣୀ ସବୁ କହିକି ଆମକୁ ଉତ୍ସାହିତ କରୁଛନ୍ତି ଏଇଠୁ ଆପଣମାନେ ଅନୁମାନ କରିପାରୁଥିବେ ଯେ ଓଡ଼ିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଏବଂ ବିଜୁ ଜନତା ଦଳ ପାଇଁ ବାରିପଦା ସହରରେ ଗୋଟେ ଲହର ତିଆରି ହୋଇଛି ସମସ୍ତ ଜନସାଧାରଣ ଏଥର ନିଷ୍ପତ୍ତି ନେଇଛନ୍ତି ଓଡ଼ିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବା ପାଇଁ ସେମାନେ ନିଜେ ନିଜେ ଜଣେ ବିଜୁ ଜନତା ଦଳର କର୍ମୀ ହେଇକି କାମ କରୁଛନ୍ତି ये लोहर कौन सतरे आगामी दिन में भोट्रे कन्वर्ट हम निश्चित भाव में ଆପଣ ଦେଖୁଥିବେ ଅଦ୍ଭୁତପୂର୍ବ ମୋ ପଛଆଡ଼େ ଆପଣ ଦେଖିପାରୁଥିବେ ଯେ ହଜାର ହଜାର ସଂଖ୍ୟାରେ ମହିଳାମାନେ ଯୁବ ଛାତ୍ର ଚେୟାରମ୍ୟାନ୍ଠୁ ଆରମ୍ଭ କରିକି କାଉନସିଲର ସମସ୍ତେ ମନ ପ୍ରାଣ ଦେଇକି ଲାଗିଛନ୍ତି ତା ସହିତ ବିଭିନ୍ନ ଅଞ୍ଚଳରେ ଥିବା ବ୍ୟବସାୟୀମାନେ ବ୍ୟବସାୟ ପ୍ରତିଷ୍ଠାନର କର୍ମଚାରୀମାନେ ଏବଂ ପାଲମଣି ଅଞ୍ଚଳର ସମସ୍ତ ପରିବାରର ସଦସ୍ୟମାନେ ଆଜି ଏ ର୍ୟାଲିରେ ଯୋଗ ଦେଇଛନ୍ତି ଆମକୁ ଉତ୍ସାହିତ କରିବା ପାଇଁ ତେଣୁ ନିଶ୍ଚିତ ଭାବରେ ଏ ଲହର ଭୋଟ୍ରେ କନଭର୍ଟ ହେବା ପାଇଁ ଯାଉଛି ଏବଂ ଆଗାମୀ କାଲି ଦେଖିବେ ନିର୍ବାଚନ ସରିଲା ପରେ ବାରିପଦା ନିର୍ବାଚନ ମଣ୍ଡଳୀ ମୟୂରଭଞ୍ଜ ଜିଲ୍ଲାରେ ଗୋଟେ ରେକର୍ଡ ସଂଖ୍ୟକ ବ୍ୟବଧାନରେ ବିଜୟୀ ହେବା ଏଠୁ ସାଂସଦ ପ୍ରାର୍ଥୀ ମଧ୍ୟ ରେକର୍ଡ ସଂଖ୍ୟକ ଭୋଟ ପାଇବେ ସୁଦାମ ଭାଇ ଏବଂ ମୋତେ ମଧ୍ୟ ନବୀନ ବାବୁଙ୍କ ସିପାହୀ ହିସାବରେ ଗୋଟେ ରେକର୍ଡ ସଂଖ୍ୟକ ଭୋଟ ଦେଇ ମୋତେ ମଧ୍ୟ ନିର୍ବାଚିତ କରିବେ ମୋତେ ମଧ୍ୟ ଆଶୀର୍ବାଦ କରିବେ ବାରିପଦା ସହରର ଜନସାଧାରଣ କେତେ ଆଶାବାଦୀ ଅଛନ୍ତି ନିଶ୍ଚିତ ଭାବରେ 200% ମୁଁ ଆଶାବାଦୀ ଯେ ନିଶ୍ଚିତ ଭାବରେ ନିର୍ବାଚନ ଯେଉଁ ରଣାଙ୍ଗନ ଆମେ ନିଶ୍ଚିତ ଭାବରେ ବିଜୟୀ ହେବା ଏଇଥିପାଇଁ ମୁଁ କହିବା ପାଇଁ ଚାହୁଁଛି ନବୀନ ବାବୁଙ୍କର ଯେଉଁ ଜନହିତକାରୀ କଲ୍ୟାଣକାରୀ ଯୋଜନା ସବୁ ସେ ଯୋଜନା ସିଧାସଳଖ ହିତାଧିକାରୀଙ୍କ ପାଖରେ ପହଞ୍ଚୁଛି ଏବଂ ତା ସହିତ ଆପଣ ଦେଖିଥିବେ ଏଥର ନିର୍ବାଚନ ଇସ୍ତାହାରରେ ନବୀନ ବାବୁ ଆଗାମୀ 10 ବର୍ଷ ପାଇଁ ଯୁବକମାନଙ୍କର ବର୍ଷ ହେବ ବୋଲି କହିଛନ୍ତି ଯୁବ ଛାତ୍ରମାନଙ୍କର ବର୍ଷ ହେବ ପାଇଁ କହିଛନ୍ତି ଲକ୍ଷେ ହଜାର କୋଟି ଟଙ୍କାର ବଜେଟ୍ରେ ତାଙ୍କର ବ୍ୟବସ୍ଥା ହେଇଛି।